ଜାଣିଛନ୍ତି କେବେ ନା କାହା ସହିତ ଛଳ କପଟ କରିକି ତା ଆତ୍ମାକୁ କଷ୍ଟ ଦିଅନ୍ତୁ ନାହିଁ। କାରଣ କର୍ମର ଜାବଡା ଏତେ ଶକ୍ତିଶାଳୀ ଆଉ ଭୟଙ୍କର ହେଇଥାଏ ନା ସେ କେତେବେଳେ ଆପଣଙ୍କର ଜମା ହେଇଥିବା ସବୁ ପୁଣ୍ୟ ଫଳ ସାରିଦେବ ତାହା ଖବର ଆପଣ ନିଜେ ମଧ୍ୟ ଜାଣିପାରିବେ ନାହିଁ। ତେଣୁ କାହା ଆତ୍ମାକୁ କେତେବେଳେ କଷ୍ଟ ଦେବାକୁ ଚେଷ୍ଟା କରନ୍ତୁ ନାହିଁ। କାରଣ ଯଦି ଜମା ହେଇଥିବା ପୁଣ୍ୟ ଫଳ ସରିଯାଏ ନା ରାଜାଙ୍କୁ ମଧ୍ୟ ଭିକ ମାଗିବାକୁ ପଡ଼ିଥାଏ। ଆପଣ କି ମଣିଷ? ତ ସେଥିପାଇଁ କୁହାଯାଇଛି କଥାରେ ଅଛି ନା କର୍ମର ବେଡ଼ିକୁ ଧରି ମଣିଷ ଚାଲଇ ଯେମିତି କରଇ ସେମିତି ଭରଇ ଏହା ହିଁ ବିଧିର ବିଧାନ ଅଟଇ। ସେଥିପାଇଁ ଜମା ହୋଇଥିବା ପୁଣ୍ୟ ଫଳ ଯେତେବେଳେ ଆପଣ ଜମା କରୁଛନ୍ତି ତା ସହିତ ଆପଣ ଠିକ ଭାବରେ ଦେଖନ୍ତୁ ଯେ ଆପଣ କାହା ଆତ୍ମାକୁ କଷ୍ଟ ଦେଉନାହାନ୍ତି ନା। କାରଣ ଛଳ କପଟ କରି କାହା ବିଶ୍ୱାସ ଭାଙ୍ଗିବା ଆଉ ତା ଆତ୍ମାକୁ କଷ୍ଟ ଦେବା ଜୀବନର ସର୍ବୋତ୍ତମ ପାପ ବୋଲି ଗଣାଯାଏ।